ନମସ୍କାର ଦର୍ଶକ ବନ୍ଧୁ, କେଦାର ଗୌରୀ ଧାରାବାହିକରେ ଆପଣମାନେ ଆଜି ଦେଖିବାକୁ ପାଇବେ। କେଦାର କହୁଥିବେ ଗୌରୀକୁ, ପିୟୁଷ ଭଳି ମୋ ମୁଣ୍ଡରେ ସେଇ ପ୍ରଶ୍ନ ବାରମ୍ବାର ଆସୁଛି ଯେ ତମକୁ ମାରିବା ପାଇଁ କିଏ ଚାହୁଁଥିଲା? ଏହାପରେ ଗୌରୀ କହିବେ, ଏଠି ବସି ବସି ମୁଁ ସେଇ ପ୍ରଶ୍ନର ଅଳ୍ପ ଉତ୍ତର ପାଇଯାଇଛି କେଦାର। ଯେଉଁ ଲୋକଟା ମତେ ମାରିଦେବା ପାଇଁ ଯୋଜନା କରୁଥିଲା, ସିଏ ଭଲ ଭାବରେ ଜାଣିଛି ମୁଁ ମୋ ନିଜ ମରଣକୁ ଦେଖିପାରିବି ନାହିଁ। ତା ପୂର୍ବଭାଷା ମତେ ମିଳିବ ନାହିଁ। ସେଥିପାଇଁ ସିଏ ସେଇଭଳି ଭାବରେ ପୂର୍ବ ପ୍ରସ୍ତୁତି କରିଥିଲା, ଯୋଜନା କରିଥିଲା। ଆଉ ସେଥିପାଇଁ ସିଏ ଆଜିର ଦିନକୁ ବାଛିଥିଲା ମତେ ମାରିଦେବାକୁ। ଏହାପରେ କେଦାର ଭାବୁଥିବେ, ଗୌରୀ ସାନ ମାଙ୍କ ବ୍ୟତୀତ ଆଉ କିଏ ବି ନୁହଁ। ତମକୁ ମାରିଦେବାର ଷଡ଼ଯନ୍ତ୍ର ସିଏ ହିଁ କରିଥିବେ।